ସମସ୍ତଙ୍କୁ ନମସ୍କାର। ଆପଣମାନେ କଣ ଓଡ଼ିଶା ସଚିବାଳୟରେ ଜଣେ କ୍ଲାସ୍ 2 ଗେଜେଟେଡ୍ ଅଫିସର ହେବାକୁ ଚାହୁଁଛନ୍ତି? ଯଦି ହଁ, ତାହେଲେ ଭିଡିଓକୁ ସ୍କିପ୍ ନ କରିକି ପୁରା ଦେଖନ୍ତୁ। କାରଣ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଓଡ଼ିଶାର ସବୁଠାରୁ ବଡ଼ ଏବଂ ମୋଷ୍ଟ ଡିମାଣ୍ଡିଂ ପୋଷ୍ଟ, ଯାହାର ନାମ ହେଉଛି ଓପିଏସସି ଏଏସଓ। ଆଜି ମୁଁ ଆପଣଙ୍କୁ ଏହି ଏକ୍ଜାମର ସମ୍ପୂର୍ଣ୍ଣ ରୋଡ୍ ମ୍ୟାପ୍ ଜଣାଇବି, ଯାହା ଆପଣଙ୍କୁ ସଫଳତାର ଶିଖରକୁ ନେଇଯିବ। ସୂଚନା ଅନୁଯାୟୀ ଓପିଏସସି ଏଏସଓ ପାଇଁ ଖୁବ୍ ଶୀଘ୍ର ନ୍ୟୁ ନୋଟିଫିକେସନ ଜାରି କରିବାକୁ ଯାଉଛି, ଯୋଉଥିରେ କି 400+ ଭେକେନ୍ସି ଆସିବାର ଅଛି। ତ ଆପଣମାନେ ନୋଟିଫିକେସନକୁ ଅପେକ୍ଷା ନ କରି ଏବେଠାରୁ ହିଁ ଆପଣମାନଙ୍କର ପ୍ରିପାରେସନ ଷ୍ଟାର୍ଟ କରିଦିଅନ୍ତୁ। ଯଦି ଆପଣ ଗ୍ରାଜୁଏସନ କମ୍ପ୍ଲିଟ୍ କରିଛନ୍ତି, ତାହେଲେ ଏହି ପୋଷ୍ଟ ପାଇଁ ଆପ୍ଲାଏ କରିପାରିବେ। ଏବଂ ଏହି ପୋଷ୍ଟ ପାଇଁ ବୟସ ସୀମା ରହିଛି ଜେନେରାଲ ମାନଙ୍କ ପାଇଁ 21ରୁ 42 ବର୍ଷ ଏବଂ ଏସସି ଏସଟି ଏବଂ ଏସସିବିସି ମାନଙ୍କ ପାଇଁ 5 ବର୍ଷର ଏଜ୍ ରିଲାକ୍ସେସନ ରହିଛି। ଏବେ ଆମେ ଜାଣିବା ଏକ୍ସାମିନେସନ ପ୍ରୋସେସ କଣ କଣ ରହିଛି। ଏହି ପୋଷ୍ଟ ପାଇଁ ଦୁଇଟା ଫେଜରେ ଆମର ଏକ୍ଜାମ ହବ। ଫାର୍ଷ୍ଟ ଫେଜରେ ହେଲା ରିଟେନ୍ ଟେଷ୍ଟ ଏବଂ ସେକେଣ୍ଡ ଫେଜରେ ରହିଛି ଆମର କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ। ଆପଣମାନଙ୍କର ରିଟେନ୍ ଏକ୍ଜାମ ପାଇଁ ଟୋଟାଲ କ୍ୱେଶ୍ଚିନ୍ ରହିଛି 400ଟି ଏବଂ 400ଟି କ୍ୱେଶ୍ଚିନ୍ ପାଇଁ ଟୋଟାଲ ମାର୍କ ହେଲା 400 ମାର୍କ ଏବଂ ସମୟ ସୀମା ରହିଛି 5 ଘଣ୍ଟା। ଏବେ ଆମେ ଦେଖିବା କେଉଁ ସବଜେକ୍ଟରୁ କେତେ କେତେ ନମ୍ବର କ୍ୱେଶ୍ଚିନ୍ ଆସୁଛି। ଯେମିତି ଜେନେରାଲ ଆୱାରନେସରୁ 100ଟି କ୍ୱେଶ୍ଚିନ୍ ଆସୁଛି 100 ମାର୍କର। ତାପରେ ଆସିଲା ରିଜନିଂ ଆଣ୍ଡ ମେଣ୍ଟାଲ ଆବିଲିଟିରୁ 50ଟି କ୍ୱେଶ୍ଚିନ୍ 50 ମାର୍କ, ମ୍ୟାଥମେଟିକ୍ସରୁ 50ଟି କ୍ୱେଶ୍ଚିନ୍ 50 ମାର୍କ, ଇଂଲିଶରୁ 100ଟି କ୍ୱେଶ୍ଚିନ୍ 100 ମାର୍କ ଏବଂ ଓଡ଼ିଆ ଲାଙ୍ଗୁଏଜରୁ 100ଟି କ୍ୱେଶ୍ଚିନ୍ 100 ମାର୍କର ଆସୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏଇଟା ଯେ ଆପଣଙ୍କର ପ୍ରତିଟି ରଙ୍ଗ ଆନ୍ସର ପାଇଁ 0.25 ମାର୍କ କଟାଯିବ। ତ ଆପଣମାନେ ଯେତେ ନେଗେଟିଭ ମାର୍କକୁ ଏଭଏଡ୍ କରିବେ, ଆପଣମାନଙ୍କ ପାଇଁ ସେତିକି ବେନିଫିଟ୍ ହବ। ଏବେ ଆମେ ଜାଣିବା କେଉଁ ସବଜେକ୍ଟରୁ କେଉଁ ଚାପ୍ଟର ସବୁ ଆସୁଛି। ପ୍ରଥମେ ଆମେ ଜାଣିବା ପେପର 1, ଯୋଉଥିରେ କି ଆମର ଜେନେରାଲ ଆୱାରନେସ୍ ରହିଛି। ତାପରେ ଆସିବା ପେପର 2 କୁ, ଯୋଉଥିରେ ଆମର ରିଜନିଂ ଆଣ୍ଡ ମ୍ୟାଥମେଟିକ୍ସ ରହିଛି। ତାପରେ ଆସିବା ପେପର 3, ଯୋଉଥିରେ କି ଆମର ଇଂଲିଶ ଆଣ୍ଡ ଓଡ଼ିଆ ରହିଛି। ଆପଣମାନେ ଏହି ଚାପ୍ଟର ସବୁକୁ ନୋଟ୍ କରିଦେବେ ଏବଂ ଏବେଠୁ ହିଁ ପ୍ରିପାରେସନ ଷ୍ଟାର୍ଟ କରିଦେବେ। ଯଦି ଆପଣମାନେ ଓପିଏସସି ଏସର ଏକ୍ଜାମ କ୍ଲିୟର କରିବାକୁ ଚାହୁଁଛନ୍ତି, ତାହେଲେ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍କୁ ଆନାଲିସିସ୍ କରିବା ନିହାତି ଆବଶ୍ୟକ। ଯଦି ଆପଣମାନଙ୍କୁ ଓପିଏସସି ଏସର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଦରକାର, ତାହେଲେ ଆମର କମେଣ୍ଟ ବକ୍ସରେ ଆମକୁ କମେଣ୍ଟ କରିକି ଜଣାନ୍ତୁ। ଦେଖନ୍ତୁ, ସଚିବାଳୟରେ ବସି ଓଡ଼ିଶା ଶାସନର ଏକ ଅଂଶ ହେବା କୌଣସି ସୌଭାଗ୍ୟଠାରୁ କମ୍ ନୁହେଁ। କାରଣ ଯେତେବେଳେ ରେଜଲ୍ଟ ଆସିବ, ସେଥିରେ କେବଳ ଆପଣଙ୍କର ରୋଲ ନମ୍ବର ନୁହେଁ, ଆପଣଙ୍କର ସଫଳତାର ସ୍ୱର ଗୁଞ୍ଜରି ଉଠିବ। ତାହେଲେ ଚାଲନ୍ତୁ ଆଜିଠାରୁ ମିଶି ଆରମ୍ଭ କରିବା ଆମର ଟାର୍ଗେଟ ଓପିଏସସି ଏସଓ 2026ର ଯାତ୍ରା।